ମୁଁ ତ କହି ସାରିଛି ଆପଣଙ୍କର ଭୁବନେଶ୍ୱର ମିଡ଼ିଆକୁ ଯେଉଁ ଦିନ ବିଜେପି ହୁଇସିଲ୍ ଫୁଙ୍କିଲା ସେ ଦିନ ବିଜେଡ଼ି ଗୋଲ ଦୟାରେ ବଞ୍ଚିଛନ୍ତି ଆମର ଆଉ ହୁଇସିଲ୍ ଫୁଙ୍କିବାର କେବଳ ବାକି ଅଛି ଯଦି ବିଜେପି ଯେଉଁ ଦିନ ଚାହିଁବ ସେଦିନ ହୁଇସିଲ୍ ଫୁଙ୍କିଲେ ବିଜେଡ଼ି ଦଳ ଗୋଲ କୁଆଡ଼େ ଯିବ ଯେ ସେ ନିଜେ ଜାଣିପାରିବେନି କିନ୍ତୁ ପ୍ରତ୍ୟକ୍ଷ ଭାବେ ଏବେ ଯେଉଁ ବିରୋଧ ଆଗରୁ କେହି କାହାକୁ କହୁନଥିଲେ କ୍ଷମତାରେ ଥିଲେ ନା କ୍ଷମତାରେ ଥିଲେ ତାଙ୍କ ପାଖରେ ପୋଲିସ ଥିଲା ସେ ସାହସ ନଥିଲା ଏମାନେ କେହି ଫାଇଟର ନୁହନ୍ତି ଆମେମାନେ ଯେମିତି 73-75 କେସ୍ ଖାଇକରି ବି ଲଢ଼ୁଥିଲୁ ବିଜେଡ଼ି ଏଗେନଷ୍ଟରେ ସେମିତିଆ କରେଜ ଏମାନଙ୍କର ଥିବାର କଥା ନା ସେମିତିଆ କରେଜ ନଥିଲେ କ'ଣ ଲାଭ ନେତାଙ୍କ ଘରକୁ ଅନ୍ୟ ନେତା ମାନେ ଅନ୍ୟ ଆଜ୍ଞା ବହୁତ କିଛି ଆଗକୁ ଏଇଟା ସବୁ ଟେଲର ଆଗକୁ ବହୁତ କିଛି ଡ୍ରାମା ବାକି ଅଛି ଆପଣ ସେ ମୁଖ୍ୟ ଡ୍ରାମାକୁ ଅପେକ୍ଷା କରନ୍ତୁ ମୁଖ୍ୟ ଡ୍ରାମା ଯେଉଁ ଦିନ ହେବ ତାପରେ ଯଦି ଆପଣମାନେ ମୋତେ ପଚାରିବେ ବୋଲେ କ'ଣ ହେଲା ବୋଲେ ମୁଁ କହିବି ମାନେ ମୁଖ୍ୟ କ'ଣ ରହିବ ଯେ ସେ ଏପଟୁ କହିଦେଲେ ଫିଲ୍ମର କାହାଣୀ ଲେଖା ଚାଲିଛି କାହାଣୀ ଲେଖାଠାରୁ ମୁଖ୍ୟ ଅଂଶ ଫଟୋଗ୍ରାଫି କରାଯିବ ତାପରେ ସିନା ଜଣାପଡ଼ିବ କାହାଣୀ ଲେଖା ଚାଲିଛି ହଁ ପୁରା ଫୁଲ୍ ଫିଲ୍ମ ପିକ୍ଚର ଆରେ ବହୁତ ସମ୍ବଲପୁରରେ ଅଛନ୍ତି ମୁଁ ତ ଅଭିଯୋଗ କରିଥିଲି ଯେଉଁ ମହମ୍ମଦ ଗୁଡ୍ଡୁ ଯେଉଁ ଏଲାହାବାଦର ପଥରବାଜ ସେ ସମ୍ବଲପୁରରେ ଥିଲା ଦଙ୍ଗା ବେଳକୁ ତାପରେ ଯାଇଛି ଏଇଠୁ ଭଟଲିରେ ସେ ରାଜା ଖାନର ଘରେ ରହିଛି ଏବଂ ପୁଲିସ ଯେତେବେଳେ ଆଇଡେଣ୍ଟିଫାଏ କରିଛି ସେ ସମୟର ଜଣେ ଆଇଜି ଲେଭେଲର ଲୋକ ତାକୁ ପ୍ରୋଟେକ୍ସନ ଦେଇକରି ବାହାର କରିଛନ୍ତି ସବୁ ତଦନ୍ତ ପରିସର ଭୁକ୍ତ ହେବା କଥା ହଁ ମଧ୍ୟସ୍ଥତା ଥିଲା ତାର ଇଏ ଯେଉଁ ରାଜାଟା ସୁଶାନ୍ତ ସିଂର ଲୋକ ଏମାନେ ଯେଉଁ ଗାଈ ତସ୍କରୀ ହୁଏ ତାର ସେଥିରେ ଏମାନଙ୍କର ବହୁତ ବଡ଼ ଭୂମିକା ଅଛି ଗାଈ ତସ୍କରୀ ଏବଂ ବହୁତ ଚୋରି କାମରେ ଯେଉଁ ଫେନ୍ସାଡିଲ୍ ଚରସ ଗଞ୍ଜେଇ ଏଇସବୁ କାରବାରରେ ଏମାନେ ସମ୍ପୃକ୍ତ ଅଛନ୍ତି ଏମାନଙ୍କ ବିରୁଦ୍ଧରେ ତଦନ୍ତ ହେବାର କଥା ଆଉ ସମସ୍ତଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବାର କଥା ଆସିକି ଏଠିକି ଆସୁଥିଲେ ତାଙ୍କ ଛତ୍ର ଛାୟା ସୁରକ୍ଷିତ ଜାଗା ହଉଥିଲେ ବିଜେଡି ସରକାର ସମୟରେ ହଁ ଆମେ ସେଠି ଦଙ୍ଗା କରିବୁ କିନ୍ତୁ ଓଡ଼ିଶାର ବରଗଡ଼ରେ ହଉ ଏଠି ଆମେ ସୁବିଧା ରହିବୁ ସେଇ ଭାବନା ନେଇକରି କରୁଥିଲେ ଆଉ ଉପରସ୍ଥ କେତେ ଜଣ ପୁଲିସ ଅଧିକାରୀ ସମସ୍ତେ ନୁହନ୍ତି କିଛି ଜଣ ଅଧିକାରୀ ସେମାନଙ୍କୁ ସମର୍ଥନ କରୁଥିଲେ ଆପଣ ଚାହୁଁଛନ୍ତି କି ବାଂଲାଦେଶ ଚିହ୍ନଟ ସେମାନଙ୍କୁ ବାଂଲାଦେଶ ସାଙ୍ଗେ ସାଙ୍ଗେ ରୋହିଙ୍ଗ୍ୟା ଯେଉଁ ବର୍ମାର ମୁସଲିମ ବର୍ମିଜ ମୁସଲିମକୁ ବର୍ମାର ଲୋକମାନେ ବର୍ମାର ମିଲିଟାରୀ ମାରିକି ଭଗେଇ ଦେଉଛି ତ ସେମାନେ ବାଂଲାଦେଶ ଜରିଆରେ ଆମର ୱେଷ୍ଟ ବେଙ୍ଗଲ ଜରିଆରେ ଆସାମ ଜରିଆରେ ଆମର ଅଞ୍ଚଳକୁ ମୁର୍ସିଦାବାଦରୁ ଆମ ସମ୍ବଲପୁର ଲୋକ ଜାଣିଦେବା କଥା ମୁର୍ସିଦାବାଦରେ ବି ଦିନେ ହିନ୍ଦୁ 80% ଥିଲେ ଆମର ସମ୍ବଲପୁର ସାଙ୍ଗେ ସମାନ ଥିଲେ ମୁର୍ସିଦାବାଦରେ ଏବେ ଏମିତିଆ ଅବସ୍ଥା ଯେ ହିନ୍ଦୁ କହିବା ପାଇଁ ଲୋକ ଡରୁଛନ୍ତି ଏବଂ ପ୍ରତ୍ୟେକ ହିନ୍ଦୁ ଘରୁ ବାହାର କରିକି ହତ୍ୟା କରାଯାଇଛି ତ ଏଥିରୁ ସତର୍କ ହେବା କଥା ଆମେ ସମସ୍ତେ